ଓମ୍ ଶାନ୍ତି। ମନୁଷ୍ୟରୁ ଦେବତା ହେବାର ମହାନ ଶିକ୍ଷାକୁ ପ୍ରାପ୍ତ କରୁଥିବା ଜ୍ଞାନସାଗର ପରମାତ୍ମା ପିତାଙ୍କର ଶ୍ରେଷ୍ଠ ଆତ୍ମିକ ସନ୍ତାନମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନାକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଜଣେ ଅଧ୍ୟାପକ ନୂଆ ନୂଆ ହୋଇ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଆସୁଥାନ୍ତି। ଥରେ ଅଚାନକ ତାଙ୍କ ସହ ମୋର ସାକ୍ଷାତ ହୋଇଗଲା। କଥା ପ୍ରସଙ୍ଗରେ ମୁଁ ତାଙ୍କୁ ପଚାରିଲି କି ଆପଣ ଏହି ଅନୁଷ୍ଠାନକୁ କିପରି ଆସିଲେ। ସେ ତାଙ୍କର ସୁନ୍ଦର ଅନୁଭୂତିଟିଏ ବଖାଣି ବସିଲେ। କହିଲେ, ମୁଁ ଯେଉଁଠାରେ ରହୁଛି ମୋର ପାଖାପାଖି ଜଣେ ବୃଦ୍ଧ ଦର୍ଜି ରହୁଛନ୍ତି। ମୁଁ ପ୍ରତ୍ୟହ ନିତ୍ୟକର୍ମ ସାରି ଦେଖେ ପାଖାପାଖି 8ଟା ବେଳେ ତାଙ୍କୁ ଡାଏରୀ ପେନ୍ ଧରି କେଉଁଠାରୁ ଫେରିବାର। ଦିନେ ମୁଁ ତାଙ୍କୁ ଉତ୍ସୁକତା ବଶତଃ ପଚାରିଲି, ମଉସା, ଆପଣ ସକାଳୁ ସକାଳୁ କୁଆଡ଼େ ଯାଉଛନ୍ତି ଏବଂ ଏତିକି ବେଳେ ଫେରୁଛନ୍ତି, ପୁଣି ଡାଏରୀ ପେନ୍ ନେଇ? ସେ କହିଲେ, ମୁଁ ଈଶ୍ୱରୀୟ କଲେଜକୁ ପାଠ ପଢ଼ିବାକୁ ଯାଉଛି। ମୋର ଆଗ୍ରହ ବଢ଼ିଗଲା। ମୁଁ ତାଙ୍କୁ ପଚାରିଲି। ସେ ମଧ୍ୟ ମୋତେ କହି ଚାଲିଲେ କି ଆପଣ ଜଣେ ଅଧ୍ୟାପକ। ଆପଣ ଯେପରି କଲେଜରେ ପିଲାମାନଙ୍କୁ ଇତିହାସ, ଭୂଗୋଳ ଆଦି ବିଭିନ୍ନ ବିଷୟରେ ପାଠ ପଢ଼ାଉଛନ୍ତି, ଆଉ ପିଲାମାନଙ୍କର ମଧ୍ୟ ଲକ୍ଷ୍ୟ ରହୁଛି ବା ଉଦ୍ଦେଶ୍ୟ ମଧ୍ୟ ରହିଛି କି ପାଠ ପଢ଼ି ଆମେ ଇଞ୍ଜିନିୟର ହେବୁ, ଡାକ୍ତର ହେବୁ ବା ଅଫିସର ହୋଇ ରୋଜଗାର କରି ନାମ ମାନ ସାନ ଆଦି ପ୍ରାପ୍ତ କରିବୁ। ସେହିଭଳି ଏହି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଆତ୍ମା, ପରମାତ୍ମା ଏବଂ ସୃଷ୍ଟିର ଇତିହାସ ଭୂଗୋଳର ବାସ୍ତବିକ ଜ୍ଞାନ ପ୍ରଦାନ କରାଯାଉଛି ଏବଂ ଏଠାରେ ପାଠ ପଢ଼ୁଥିବା ବିଦ୍ୟାର୍ଥୀମାନଙ୍କର ମଧ୍ୟ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ରହିଛି ଯାହାକି ବହୁତ ଉଚ୍ଚା, କି ମୁକ୍ତି, ଜୀବନ ମୁକ୍ତି ପ୍ରାପ୍ତ କରିବା ଏବଂ ନରରୁ ଶ୍ରୀ ନାରାୟଣ, ନାରୀରୁ ଶ୍ରୀ ଲକ୍ଷ୍ମୀଙ୍କ ଭଳି ଦେବୀ ଦେବତା ହେବା, ଅର୍ଥାତ୍ ମନୁଷ୍ୟରୁ ଦେବୀ ଦେବତା ହେବା। କାରଣ ଏଠାରେ ପଢ଼େଇଲା ବାଲା ସ୍ୱୟଂ ଈଶ୍ୱର। ଯାହା ଗୀତାରେ ଉଲ୍ଲେଖ ଅଛି କି ଧର୍ମ ଗ୍ଲାନି ସମୟରେ ମୁଁ ଆସି ନିଜେ ନିଜର ପରିଚୟ ଦେଇ ସମସ୍ତଙ୍କୁ ଉଦ୍ଧାର କରିଥାଏ ଏବଂ ଅନ୍ୟ କୌଣସି ସମୟରେ ନୁହେଁ, ସୃଷ୍ଟି ପରିବର୍ତ୍ତନ ସମୟରେ କେବଳ ମୁଁ ଆସିଥାଏ। ଯେହେତୁ ସତ୍ୟ ତ୍ରେତୟାରେ ଦୈବୀ ରାଜ୍ୟ ଥାଏ, ଯେଉଁଠାରେ ସୁଖ, ଶାନ୍ତି, ଆନନ୍ଦ ସବୁ କିଛି ଥାଏ, ମାୟା ନଥାଏ, ତେଣୁ ମୋର ଆସିବାର ଆବଶ୍ୟକତା ନାହିଁ। ଧର୍ମର ତ ସେଠାରେ ଗ୍ଲାନି ହୁଏ ନାହିଁ। ଦ୍ୱାପର ଯୁଗରୁ ବିଭିନ୍ନ ଧର୍ମସ୍ଥାପକ ଆସି ଧର୍ମ ସ୍ଥାପନା କରୁଛନ୍ତି। ଯେହେତୁ ଧର୍ମର ସ୍ଥାପନା ହେଉଛି, ସେତେବେଳେ ଧର୍ମର ତ ଗ୍ଲାନି ନାହିଁ, ତେଣୁ ମୋର ମଧ୍ୟ ଆସିବାର ଆବଶ୍ୟକତା ନାହିଁ। ବାକି ଏହି କଳି ଯୁଗରେ ଅନେକ ମତ ମତାନ୍ତର, ଅନେକ ଧର୍ମ ଭିତରେ ବିଭେଦ, ଯାହାକି ଧର୍ମ ଗ୍ଲାନିର ମୁଖ୍ୟ କାରଣ ସାଜେ ଏବଂ ସମସ୍ତେ ଦେହ ଅଭିମାନବଶ ନିଜକୁ ଆତ୍ମା ବୋଲି ବିସ୍ମୃତ ହୋଇଯିବା, ଅର୍ଥାତ୍ ଆମେମାନେ ସମସ୍ତେ ଆତ୍ମା, ଏହି ଜ୍ଞାନ ସମ୍ପୂର୍ଣ୍ଣ ଭାବରେ ଲୋପ ହୋଇଯାଏ। କେବଳ ଅହଙ୍କାର, ଦେହର ପଦମର୍ଯ୍ୟାଦାର ଇତ୍ୟାଦିର ଅହଙ୍କାର ଯୋଗୁଁ ଆହୁରି ତମ ପ୍ରଧାନ ଅର୍ଥାତ୍ ଧର୍ମର ଗ୍ଲାନି ହେଇ ଚାଲେ ଏବଂ ସେହି ସମୟରେ ହିଁ ମୁଁ ଆସିଥାଏ। ଏହା ପରମାତ୍ମା ଶିବ ଭଗବାନଙ୍କର ଉବାଚ। ସେଥିପାଇଁ ପରମାତ୍ମା ଆସିଥାନ୍ତି ଏବଂ ଏକ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରି ସମସ୍ତଙ୍କୁ ଉଦ୍ଧାର କରିଥାନ୍ତି। ଅଧ୍ୟାପକ ଜଣକ ଏ କଥା କହୁ କହୁ
ନିଜର ଭାବନା ମଧ୍ୟ ମୋ ଆଗରେ ପ୍ରକାଶ କରି କହିଲେ କି ମୋତେ ଆନନ୍ଦ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଲା କି ଜଣେ ସାଧାରଣ ବୃଦ୍ଧ ଦରଜୀ ଯିଏକି ଅଧିକା ପାଠ ମଧ୍ୟ ପଢ଼ିନାହାନ୍ତି ଏତେ ବାସ୍ତବିକ ଏବଂ ଉଚ୍ଚତର ଆତ୍ମଜ୍ଞାନ କଥା କହିପାରୁଛନ୍ତି ଯାହା ମୁଁ ଜଣେ ଅଧ୍ୟାପକ ହୋଇ ମଧ୍ୟ ଜାଣିନାହିଁ। ତେବେ ସେ ଯେଉଁ ଅନୁଷ୍ଠାନକୁ ଯାଉଛନ୍ତି ତାହା କେତେ ମହାନ ହେଇନଥିବ। ଏଇ କଥା ଭାବି ମୁଁ ଆସିଥିଲି ଏବଂ ମୋ ଭାବନା ଠାରୁ ମଧ୍ୟ ବହୁତ ଅଧିକ କିଛି ବର୍ତ୍ତମାନ ସୁଦ୍ଧା ଏହି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରୁ ଦୈନନ୍ଦିନ ପ୍ରାପ୍ତ କରିପାରୁଛି ଏବଂ ଜୀବନର ବାସ୍ତବତାକୁ ଉପଲବ୍ଧି କରି ସବୁ ପରିସ୍ଥିତିରେ ଆନନ୍ଦରେ ରହିପାରୁଛି। ନିରାକାର ଭଗବାନ କହୁଛନ୍ତି, ମଧୁର ସନ୍ତାନଗଣ, ଏହା ମନୁଷ୍ୟରୁ ଦେବତା ବା ନରରୁ ନାରାୟଣ ହେବାର ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଅଟେ। ଯେତେବେଳେ ଏହି ନିଶ୍ଚୟ ପକ୍କା ହେଇଯିବ ସେତେବେଳେ ଯାଇ ତୁମେ ଏହି ପାଠପଢ଼ା ପଢ଼ିପାରିବ। ପାଠପଢ଼ାରେ ତ ଅନ୍ଧବିଶ୍ୱାସର କଥା ହିଁ ନାହିଁ। ତେବେ ପ୍ରଥମେ ପକ୍କା ନିଶ୍ଚୟ ହେବା ଦରକାର। ହେଲେ ମନୁଷ୍ୟରୁ ଦେବତା ହେବା ପାଇଁ ଏବେ ଆଖିକୁ ସମ୍ପୂର୍ଣ୍ଣ ନିର୍ବିକାରୀ କରିବାର ମେହନତ କରିବାର ଅଛି, କାରଣ ଏଇ ଆଖି ହିଁ ବହୁତ ଧୋକା ଦେଇଥାଏ। ତା ସହିତ ମଧୁର ହେବାର ପୁରୁଷାର୍ଥ କରିବା ମଧ୍ୟ ଆବଶ୍ୟକ। ସତ୍ୟ ଯୁଗରେ ତ ସମସ୍ତଙ୍କର ଦୃଷ୍ଟି ନିର୍ବିକାରୀ ହେବ। ଯେହେତୁ ବର୍ତ୍ତମାନ ମୁଁ ତୁମମାନଙ୍କୁ ଆସିଛି ସେହି ସତ୍ୟଯୁଗୀ ଦୈବୀ ଗୁଣଧାରୀ ଦେବୀ ଦେବତା କରିବା ପାଇଁ, ତେଣୁ ବର୍ତ୍ତମାନ ଠାରୁ ସେହି ସଂସ୍କାର ହିଁ ଧାରଣ କରିବା ନିହାତି ଆବଶ୍ୟକ। ସେଠାରେ ଏଭଳି ପୁରୁଷାର୍ଥ ବା ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏହି ପତିତ ଶରୀର ପତିତ ଦୁନିଆରେ ତୁମେମାନେ ଆତ୍ମା ଭାଇ ଭାଇ ଏହି ନିଶ୍ଚୟ ରଖି ଆଖିକୁ ନିର୍ବିକାରୀ କରିବାର ପୁରୁଷାର୍ଥ କରିବା ଦରକାର। ମନୁଷ୍ୟ ତ ଏପଟେ କହୁଛନ୍ତି, ଭଗବାନ ଆପଣ ଯେତେବେଳେ ଆସିବେ ସେତେବେଳେ ଆମେ ଆପଣଙ୍କ ଉପରେ ସମର୍ପିତ ହେଇଯିବୁ। ପୁଣି ଭଗବାନଙ୍କୁ ସର୍ବବ୍ୟାପୀ ବୋଲି କହୁଛନ୍ତି। ତେବେ ଏହି କଥା ପ୍ରମାଣିତ କରୁଛି ଯେ ଭଗବାନ ଏଠି ସେଠି ସର୍ବତ୍ର ବିଦ୍ୟମାନ ନୁହନ୍ତି। କିନ୍ତୁ ମନୁଷ୍ୟ ବିଭିନ୍ନ ଶାସ୍ତ୍ର ପୁରାଣ ଅନେକ ମତମତାନ୍ତର ଦ୍ୱାରା ଭ୍ରମିତ ହୋଇ ଭଗବାନଙ୍କୁ ମାଟି ଗୋଡ଼ି କୀଟ ପତଙ୍ଗ ସବୁଥିରେ ଅଛନ୍ତି କହି ଭଗବାନଙ୍କର ଆହୁରି ଗ୍ଲାନି କରି ଚାଲିଛନ୍ତି। ସେଥିପାଇଁ ଗୀତାର ମହାବାକ୍ୟ ଅନୁସାରେ ସର୍ବଧର୍ମଂ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅର୍ଥାତ୍ ଏବେ ସବୁ ମତ ଛାଡ଼ି ଏକ ମୋ ଶ୍ରୀମତରେ ଚାଲ। ଏହି ପୁରୁଣା ଦୁନିଆ ଠାରୁ ବେହଦର ସନ୍ନ୍ୟାସ କରିବାର ଅଛି ବର୍ତ୍ତମାନ, କାରଣ ଏହି ଦୁନିଆ ଏବେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି ବା ସମ୍ପୂର୍ଣ୍ଣ ବିନାଶ ହେବାକୁ ଯାଉଛି। ଶରୀର ନିର୍ବାହ ଅର୍ଥେ କର୍ମ କରି ମଧ୍ୟ ସଂସାର ସମ୍ଭାଳି ପରିବାର ଆଦିକୁ ପୋଷି କେବଳ ଆତ୍ମିକ ଯାତ୍ରାରେ ରହିବାକୁ ହେବ, ଅର୍ଥାତ୍ ବୁଦ୍ଧିକୁ ପରମାତ୍ମାଙ୍କ ସହିତ ଲଗେଇ ରଖିବାର ଅଭ୍ୟାସ କରିବାର ଅଛି। ନିଜର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ବୁଦ୍ଧିରେ ରଖି ବହୁତ ବହୁତ ମିଠା ହେବାର ଅଛି। ଶିବ ବାବା ବରଦାନ ଦେଉଛନ୍ତି କି ପ୍ରତି ପାଦରେ ପଦମର ଅର୍ଥାତ୍ ଅଥାହ ରୋଜଗାର ଜମା କରୁଥିବା ବୁଦ୍ଧିମାନ ଜ୍ଞାନୀ ତୁ ଆତ୍ମା ଭବ। ବୁଦ୍ଧିମାନ ଜ୍ଞାନୀ ଆତ୍ମା ତାଙ୍କୁ କୁହାଯିବ ଯିଏ ପ୍ରଥମେ ଚିନ୍ତା କରେ ତାପରେ କର୍ମ କରେ। ତେଣୁ ସଂକଳ୍ପ ରୂପୀ ଭୋଜନକୁ ପ୍ରଥମେ ଚେକ୍ କର ତାପରେ କାର୍ଯ୍ୟକାରୀ କର। ଯେପରି ମହାନ ବ୍ୟକ୍ତିମାନେ ପ୍ରଥମେ ଖାଦ୍ୟକୁ ବା ଭୋଜନକୁ ପରଖିଥାନ୍ତି, ତାପରେ ଯାଇ ଭୋଜନ କରିଥାନ୍ତି। ବାବା ଏବଂ ସମସ୍ତଙ୍କର ଆଶୀର୍ବାଦର ବିମାନରେ ଉଡ଼ୁଥିବା ଆତ୍ମା ହିଁ ଉଡ଼ନ୍ତା ଯୋଗୀ ଅଟନ୍ତି। ଆଚ୍ଛା, ଆଜି ପାଇଁ
এইଠାରେ ଆମେମାନେ ବିରାମ ନେବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।